इलिशाଙ୍କର उत्तर ଏହା ଥିଲା ଯେ ଭୟ କର ନାହିଁ, କାରଣ ସେମାନଙ୍କର ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କର ସଙ୍ଗୀଗଣ ଅଧିକ। କାରଣ ଇଲିଶାୟ ଭାଓବାଦୀ ଜାଣିଥିଲେ ଯେ ପରମେଶ୍ୱର ଆପଣାର ଦୂତମାନଙ୍କର ଦ୍ୱାରା ତାହାଙ୍କୁ ସୁରକ୍ଷିତ ରଖିବେ। ଆମେ କ'ଣ ଈଶ୍ୱରଙ୍କଠାରେ ଭରସା ରଖିପାରୁଛୁ କି ଯେ ସେ ଆମକୁ ବିଭିନ୍ନ ପରିସ୍ଥିତିରେ ସୁରକ୍ଷା ଦେଇପାରନ୍ତି ବୋଲି? ଗତି ପ୍ରଦୀପ ସେହି ନିରାଶରେ ଆଶା ଦେଇ ଏ ଘୋର ଦୁର୍ଦିନ କାଳେ ବନ୍ଧୁର ପଥ ଧାରେ ଦିଏ ସେ ଯେ ଶାନ୍ତି ଶିଖା, ଦିଏ ସେ ଯେ ଶାନ୍ତି ଶିଖା ଘୁଞ୍ଚାଇ ବିଭୀଷିକା ପଥ ପ୍ରଦର୍ଶିକା, ସେ ଯେ ପଥ ପ୍ରଦର୍ଶିକା, ପଥ ପ୍ରଦର୍ଶିକା, ପଥ ପ୍ରଦର୍ଶିକା। ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମଧୁର ନାମରେ ଆପଣଙ୍କୁ ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଆପଣ ଆଜି କେମିତି ଅଛନ୍ତି? ମୁଁ ବିଶ୍ୱାସ କରେ ପ୍ରଭୁଙ୍କର ଅନୁଗ୍ରହ ଓ ଦୟାରୁ ଆପଣ ଏବଂ ଆପଣଙ୍କର ପରିବାର ନିଶ୍ଚୟ ଭଲରେ ଥିବେ। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି ଏବଂ ବାଇବଲ ଅଧ୍ୟୟନରେ ସାମିଲ ହେଉଛନ୍ତି। ଈଶ୍ୱରଙ୍କର ବାକ୍ୟର ଶିକ୍ଷା ଦ୍ୱାରା ଜୀବନରେ ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି। ସେଥିପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉ। ଆପଣଙ୍କର ସୁଚିନ୍ତିତ ମତାମତ ଆମମାନଙ୍କୁ ସାହାଯ୍ୟ କରେ, ଆମମାନଙ୍କୁ ଉତ୍ସାହିତ କରେ। ସେଥିପାଇଁ ଆମମାନେ ଆପଣଙ୍କର ମତାମତ ନେବା ପାଇଁ ଚାହୁଁ। ଟିଭି ସ୍କ୍ରିନ୍ରେ ଯେଉଁ ନମ୍ବରଟା ଦେଖୁଛନ୍ତି ସେହି ନମ୍ବରରେ ଆଜି ହିଁ ଆମ ସାଙ୍ଗରେ ଯୋଗାଯୋଗ କରନ୍ତୁ। ଆପଣଙ୍କର ଫୋନ୍ କଲ୍ର ଅପେକ୍ଷାରେ ଆମମାନେ ଅଛୁ। ଆମେ ଆଜିର ଅଧ୍ୟୟନରେ ଯାହା ଅଧ୍ୟୟନ କରିବା ପାଇଁ ଯିବା ସେ ବିଷୟ ହେଉଛି ଈଶ୍ୱର କିପରି ଅଲୌକିକ ଭାବରେ ତାହାଙ୍କର ଲୋକମାନଙ୍କୁ ଉଦ୍ଧାର କରିଥାନ୍ତି। ଆମର ପରମେଶ୍ୱର ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପରମେଶ୍ୱର ଅଟନ୍ତି। ଦ୍ୱିତୀୟ ରାଜାବଳୀ ପୁସ୍ତକରେ ଆମେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କାର୍ଯ୍ୟ ଘଟିଥିବାର ଦେଖୁ। ଯାହା ଜଗତ ନିକଟରେ ଅସମ୍ଭବ, କିନ୍ତୁ ଈଶ୍ୱରଙ୍କ ପାଇଁ ତାହା ସମ୍ଭବ ଅଟେ। ସେ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରନ୍ତି। ଆମେ ଆଜିର ଅଧ୍ୟୟନରେ ଏକଥା ଲକ୍ଷ୍ୟ କରିବା ଯେ ପରମେଶ୍ୱର ଇଲିଶାଙ୍କର ସେବା କାର୍ଯ୍ୟକୁ ବୃଦ୍ଧି କରୁଛନ୍ତି। ସମରିଆ ଠାରୁ ଜର୍ଦ୍ଦନ ପର୍ଯ୍ୟନ୍ତ ତାହାଙ୍କର ସେବା କାର୍ଯ୍ୟ ବୃଦ୍ଧି ପାଇଥିବାର ଆମେ ଦେଖୁ। ଜର୍ଦ୍ଦନ ନିକଟରେ ଈଶ୍ୱରଙ୍କର ଲୋକମାନେ ଭବିଷ୍ୟତ ବକ୍ତାଙ୍କର ସନ୍ତାନମାନେ ବସତି ନିର୍ମାଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କଲେ। ସେମାନେ କାର୍ଯ୍ୟ କରୁ କରୁ ସେମାନଙ୍କ ମଧ୍ୟରୁ ଜଣକର କୁରାଢ଼ୀ ନଈରେ ପଡ଼ିଗଲା। ଯେତେବେଳେ ଇଲିଶାଙ୍କୁ କୁହାଗଲା, ସେ ଗୋଟିଏ କାଠ ଜଳ ଉପରେ ପକାଇଲେ ଏବଂ ଲୁହା ଜଳରେ ଭାସିବାକୁ ଲାଗିଲା। ପ୍ରିୟ ବନ୍ଧୁ, ଈଶ୍ୱର ଆମର ଛୋଟ ଛୋଟ ଆବଶ୍ୟକତା ବିଷୟରେ ମଧ୍ୟ ମନୋଯୋଗ କରନ୍ତି। ତେବେ ଆସନ୍ତୁ ଏ ବିଷୟରେ ଆହୁରି ଅଧିକ ଭାବରେ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ, ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ, ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ ରାଜାବଳୀ 6 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 7 ପର୍ବର 20 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ବର୍ତ୍ତମାନ ଆମେ ଏହି 6 ପର୍ବରେ ବିଶେଷ କରି ଇଲିଶାୟ ଭବିଷ୍ୟତ ବକ୍ତାଙ୍କ ପ୍ରତି ଟିକେ ଦୃଷ୍ଟି ଦେବା। ଇଲିଶାୟ ଭବିଷ୍ୟତ ବକ୍ତା ଆଉ ଦୁଇଟି ଚମତ୍କାର ଅନୁଭୂତି ମଧ୍ୟ ଦେଇ ଗତି କରିବାର ବିଷୟ ଏହି ପର୍ବରେ ଆମେ ଲକ୍ଷ୍ୟ କରିବାକୁ ଯିବା। ଇଲିଶାୟ ଭବିଷ୍ୟତ ବକ୍ତା ଏକ ଲୁହା କୁରାଢ଼ୀକୁ ଜଳ ଉପରେ ଭସାଇବା ଦ୍ୱାରା ଏକ ଚମତ୍କାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ। ମୋର କ୍ଷୁଦ୍ର ଚିନ୍ତାଧାରାରେ ଏପରି କୌଣସି ଆଶ୍ଚର୍ଯ୍ୟକର୍ମ ନାହିଁ ଯାହାକି ଏହି ଆଶ୍ଚର୍ଯ୍ୟକର୍ମ ପରି ଜଣେ ବ୍ୟକ୍ତିର ଓ ଜଣେ ଭାଓବାଦୀଙ୍କର ଚରିତ୍ରକୁ ବା ବ୍ୟକ୍ତିତ୍ୱକୁ ଏତେ ପରିଷ୍କାର ଭାବେ ପ୍ରକଟିତ କରିପାରିବ। ଦେଖନ୍ତୁ 6 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଏକ ସମୟରେ
ଭବିଷ୍ୟତ ବକ୍ତୃଗଣର ପୁତ୍ରମାନେ ଇଲିସାଙ୍କୁ କହିଲେ, ଏବେ ଦେଖନ୍ତୁ, ଆମେମାନେ ଆପଣଙ୍କ ସମ୍ମୁଖରେ ଏଇ ଯେଉଁ ସ୍ଥାନରେ ବାସ କରୁଅଛୁ ତାହା ଆମମାନଙ୍କ ପାଇଁ ସଂକୀର୍ଣ୍ଣ। ଏଥିରୁ ଆମେ ଇଲିସା ଭବିଷ୍ୟତ ବକ୍ତାଙ୍କର ଲୋକପ୍ରିୟତାର ପରିଚୟ ପାଉଅଛୁ। ଯାହା ଜଣାଯାଏ, ଇଲିସାୟ ଭବିଷ୍ୟତ ବକ୍ତୃଗଣର ପୁତ୍ରମାନଙ୍କୁ ନେଇ ଏକ ଈଶ୍ୱରୀୟ ବିଦ୍ୟାଳୟ ପରିଚାଳନା କରୁଥିଲେ। ବୋଧହୁଏ ଏହା ମାଓବାଦୀମାନଙ୍କର ବିଦ୍ୟାଳୟ ଥିଲା, କିନ୍ତୁ ଯାହା ମନେ ହୁଏ, ଇଲିସାଙ୍କର ଉପସ୍ଥିତି ଓ ତାହାଙ୍କର ଲୋକପ୍ରିୟତା ଓ ତାହାଙ୍କର ଆଦର୍ଶତାକୁ ନେଇ ସେହି ବିଦ୍ୟାଳୟର ଛାତ୍ର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା, ଯଦ୍ୱାରା ସେମାନେ ଛାତ୍ରାବାସ ନିମନ୍ତେ ଅଧିକ ଗୃହର ଆବଶ୍ୟକତାକୁ ଉପଲବ୍ଧି କଲେ। ଏଥିରୁ ଇଲିସାଙ୍କର ଆଦର୍ଶ ଚରିତ୍ର ଓ ଶିକ୍ଷକତା କରିବାର ଦକ୍ଷତା ସ୍ପଷ୍ଟ ପ୍ରତୀୟମାନ ହୁଏ। କାରଣ କୌଣସି ଶିକ୍ଷାନୁଷ୍ଠାନର ଲୋକପ୍ରିୟତା ଓ ଅଭିବୃଦ୍ଧି ଶିକ୍ଷାର ପ୍ରଣାଳୀ ଉପରେ ନିର୍ଭର କରେ ନାହିଁ, ମାତ୍ର ଉପଯୁକ୍ତ ତଥା ଆଦର୍ଶ ଶିକ୍ଷକଙ୍କ ଉପରେ ନିର୍ଭର କରେ। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ସେମାନେ ସେହି ଶିକ୍ଷାନୁଷ୍ଠାନର ସମ୍ପ୍ରସାରଣ ନିମନ୍ତେ କ'ଣ କରିବା ପାଇଁ ଯାଉଅଛନ୍ତି। 6 ପର୍ବର 2 ପଦରେ ଲେଖା ଅଛି, ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭେମାନେ ଜର୍ଦ୍ଦନକୁ ଯାଇ ପ୍ରତିଜଣ ସେଠାରୁ ଏକ ଏକ କଡ଼ିକାଠ ନେଇ ଆପଣମାନଙ୍କ ବସତି ନିମନ୍ତେ ସେଠାରେ ଏକ ସ୍ଥାନ ନିର୍ମାଣ କରୁ। ଏଥିରେ ସେ ଉତ୍ତର ଦେଲେ, ତୁମେମାନେ ଯାଅ। ଆପଣ ଦେଖିବେ, ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଅଧ୍ୟୟନ କରିବା ନିମନ୍ତେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଇଅଛି, ଯେପରି ସେମାନେ ଉତ୍ତମ ରୂପେ ଶିକ୍ଷାଗତ ଯୋଗ୍ୟତା ହାସଲ କରିବାକୁ ପାରନ୍ତି। ଯଦି ତହିଁରେ କିଛି ବ୍ୟତିକ୍ରମ ଘଟେ, ତାହେଲେ ସେମାନେ ବିଦ୍ରୋହ କିମ୍ବା ଧର୍ମଘଟ କରନ୍ତି। କିନ୍ତୁ ଲକ୍ଷ୍ୟ କରନ୍ତୁ ଇଲିସାଙ୍କ ସମୟର ଛାତ୍ରମାନଙ୍କୁ, ସେମାନେ ନିଜର ଶିକ୍ଷାନୁଷ୍ଠାନକୁ ନିଜେ ଗଢ଼ୁଥିଲେ। ସେମାନେ ନିଜର ଶ୍ରମଦାନ କରୁଥିଲେ, ଶିକ୍ଷକମାନଙ୍କୁ ସମ୍ମାନ ଦେଉଥିଲେ ଓ ସେମାନଙ୍କୁ ଭକ୍ତି କରୁଥିଲେ ଓ ସେମାନଙ୍କର ପରାମର୍ଶ ଲୋଡ଼ି ସମସ୍ତ କାର୍ଯ୍ୟ କରୁଥିଲେ। ଏଠାରେ ଇଲିସାୟ ସେମାନଙ୍କର ଏପରି କର୍ତ୍ତବ୍ୟ ପରାୟଣତାର ମନୋଭାବକୁ ଦେଖି ସେମାନଙ୍କୁ ଉତ୍ସାହ ପ୍ରଦାନ କରନ୍ତି। କିନ୍ତୁ ଘଟଣା ହେଉଛି, ସେମାନେ ଇଲିସାଙ୍କୁ ମଧ୍ୟ ସଙ୍ଗରେ ନେବାକୁ ଚାହାନ୍ତି। ସେମାନେ ତାହାଙ୍କର ଅନୁପସ୍ଥିତିରେ ବା ଇଚ୍ଛା ବିହୁନେ କୌଣସି କାର୍ଯ୍ୟ କରିବାକୁ ଚାହାନ୍ତି ନାହିଁ। 6 ପର୍ବର 3 ପଦରେ ଲେଖା ଅଛି, ତହୁଁ ଜଣେ କହିଲା, ବିନୟ କରୁଅଛି, ଆପଣ ଅନୁଗ୍ରହ କରି ଆପଣ ଦାସମାନଙ୍କ ସଙ୍ଗରେ ଚାଲନ୍ତୁ। ଏଥିରେ ସେ ଉତ୍ତର ଦେଲେ, ମୁଁ ଯିବି। ଏଥିରୁ ଆପଣ ଇଲିସାଙ୍କର ଛାତ୍ରମାନଙ୍କ ସହିତ ଯେଉଁ ସୁନ୍ଦର ସମ୍ପର୍କ ଓ ଲୋକପ୍ରିୟତା ଥିଲା, ତାହା ଅନୁମାନ କରିପାରୁଥିବେ। ଏକ ଆଦର୍ଶ ତଥା ନିଷ୍ଠାବାନ ଶିକ୍ଷକତାର ପରିଚୟ ମିଳେ। ସେମାନେ ତାହାଙ୍କୁ ଛାଡ଼ିବାକୁ ଚାହୁଁନାହାନ୍ତି, ମାତ୍ର ସେମାନଙ୍କ ସାଥିରେ ତାହାଙ୍କୁ ନେବାକୁ ବିନତି କରୁଅଛନ୍ତି। ପ୍ରକୃତରେ ଇଲିସାୟ ଓ ତାହାଙ୍କର ଛାତ୍ରମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ଚମତ୍କାର ଥିଲା। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଏକ ଚମତ୍କାର ଘଟଣା ଘଟିବା ପାଇଁ ଯାଉଅଛି। 6 ପର୍ବର 4 ଓ 5 ପଦରେ ଲେଖା ଅଛି, ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁରାଢ଼ୀ ଲୁହା ଜଳରେ ପଡ଼ିଗଲା। ତହିଁରେ ସେ ଡକା ଛାଡ଼ି କହିଲା, ହାୟ ମୋ ପ୍ରଭୁ, ତାହା ତ ଉଦ୍ଧାରୀ ବସ୍ତୁ। ଏଥିରେ ପରମେଶ୍ୱରଙ୍କ ଲୋକ କହିଲେ, ତାହା କେଉଁ ସ୍ଥାନରେ ପଡ଼ିଲା? ତହୁଁ ସେ ତାଙ୍କୁ ସେହି ସ୍ଥାନ ଦେଖାଇଦେଲା। ତହିଁରେ ଇଲିସାଏ ଖଣ୍ଡେ କାଠ କାଟି ସେଠାରେ ପକାଇ ଲୁହାକୁ ଭସାଇଲେ। ଏହି ଘଟଣାଟି ଅତି ସାଧାରଣ ଘଟଣା ପରି ମନେ ହୁଏ, କିନ୍ତୁ ଏହି ଘଟଣା ମଧ୍ୟ ଦେଇ ଆମେ ଜାଣିବାକୁ ପାରିବା ଯେ ପ୍ରଭୁ ଆମମାନଙ୍କର ଜୀବନରେ ଘଟୁଥିବା ଛୋଟ ଘଟଣା ପ୍ରତି ମଧ୍ୟ ଦୃଷ୍ଟି ଦେଇଥାନ୍ତି ଓ ତହିଁ ବିଷୟରେ ମନୋଯୋଗ ମଧ୍ୟ କରନ୍ତି। ହଁ, ଆମେ କହିପାରୁ, କୁରାଢ଼ୀଟା ତ ଖସିଗଲା, ସେଥିରେ ବା ଅଧିକ କ'ଣ ଘଟିଲା? ତାର ଅଜାଗ୍ରତାରୁ କୁରାଢ଼ୀ ଖସି ଜଳରେ ପଡ଼ିଲା। ତାଛଡ଼ା ଏହା ଏକ କୁରାଢ଼ୀ, ମାତ୍ର ଅନ୍ୟ କିଛି ନୁହେଁ। ତେଣୁ ଏଥିରେ ବିଶେଷ ଗୁରୁତ୍ୱ ଦେବା କିଛି ପ୍ରୟୋଜନ ନୁହେଁ। କିନ୍ତୁ ପ୍ରିୟ ବନ୍ଧୁ, ହଁ, ଏହା ଆପଣଙ୍କ ନିମନ୍ତେ ବା ମୋ ନିମନ୍ତେ ବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମେ ଚାହିଁଲେ ଗୋଟିଏ ସ୍ଥାନରେ 20ଟା କୁରାଢ଼ୀ ମଧ୍ୟ କିଣି ଦେଇପାରିବା, କିନ୍ତୁ ସେହି ଦରିଦ୍ର ବାଳକ ନିମନ୍ତେ ଏହା ଏତେ କ୍ଷୁଦ୍ର ବିଷୟ ନ ଥିଲା। ତାଛଡ଼ା ସେ ସେହି କୁରାଢ଼ୀଟି ଉଦ୍ଧାରରେ ଆଣିଥିଲା ଓ ତାହାକୁ ସେହି କୁରାଢ଼ୀଟି ଫେରାଇ ଦେବାକୁ ଥିଲା। ଆପଣ ବର୍ତ୍ତମାନ ବଜାରକୁ ଗଲେ ଅନେକ ରକମର କୁରାଢ଼ୀ ପାଇବେ ଓ ଅଧିକ ପରିମାଣରେ ଦେଖିବାକୁ ପାଇବେ, କିନ୍ତୁ ସେ ସମୟରେ ଗୋଟିଏ ଲୁହା କୁରାଢ଼ୀ ପାଇବା ଇସ୍ରାଏଲ ରାଜ୍ୟରେ ବଡ଼ ଆଶ୍ଚର୍ଯ୍ୟର ବିଷୟ ଥିଲା। ଯଦି ଆପଣ ସେହି ସମୟର ଘଟଣାକୁ ଜାଣିବାକୁ ଚାହାନ୍ତି, ତାହେଲେ 1 ସାମୁଏଲ 13 ପର୍ବର 22 ପଦଟିକୁ ଦେଖନ୍ତୁ। ସେଠାରେ ଏହିପରି ଲେଖା ଅଛି, ଏଣୁ ଯୁଦ୍ଧ ସମୟରେ ସାଉଲ ଓ ଯୋନାଥନଙ୍କର ସଙ୍ଗୀ ଲୋକମାନଙ୍କ କାହାରି ହସ୍ତରେ ଖଡ୍ଗ କି ବର୍ଚ୍ଛା ନ ଥିଲା, କେବଳ ସାଉଲ ଓ ତାହାଙ୍କ ପୁତ୍ର ଯୋନାଥନର ହସ୍ତରେ ଥିଲା। ଦେଖନ୍ତୁ, ପୁରା ସୈନ୍ୟ ଦଳ ମଧ୍ୟରେ କେବଳ ମାତ୍ର 2ଟି ଖଡ୍ଗ। ଏଥିରୁ ଜଣାପଡ଼େ ଯେ ସେହି ସମୟରେ ଲୌହ ଅସ୍ତ୍ରଶସ୍ତ୍ରର ତଥା ସାଜ ସରଞ୍ଜାମର କେତେଦୂର ଅଭାବ ରହିଥିଲା। ଏହା ବିଶେଷତଃ ଇସ୍ରାଏଲ ମଧ୍ୟରେ ଦେଖାଯାଇଥିଲା। ତେଣୁକରି ଆପଣ ବର୍ତ୍ତମାନ ଅନୁମାନ କରିପାରୁଥିବେ, ସେହି ଲୁହାର କୁରାଢ଼ୀ ସେହି ଯୁବକ ନିମନ୍ତେ କେତେଦୂର ବହୁମୂଲ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ଥିଲା ଓ ତାହାକୁ ହରାଇବା କେତେ ଦୁଃଖର ବିଷୟ ଥିଲା। ତାଛଡ଼ା ସେ ଏହାକୁ ଉଦ୍ଧାର ମାଗି ଆଣିଥିଲା। ତେବେ ଅନେକ ବାଇବଲ ସମାଲୋଚକମାନେ ସେହି ଯୁବକର ଏପରି କାର୍ଯ୍ୟକୁ ସମାଲୋଚନା କରି ତାହାର ଅଜାଗ୍ରତା ନିମନ୍ତେ ତାହାକୁ ଦୋଷାରୋପ କରନ୍ତି, କିନ୍ତୁ ତାହା ଠିକ୍ ନୁହେଁ। ଯଦି ତାହା ହୋଇଥାନ୍ତା, ତାହେଲେ
ଇଲିସାଏ ମାଓବାଦୀ ମଧ୍ୟ ସେହି ଯୁବକକୁ ଦୋଷାରୋପ କରିଥାନ୍ତେ ବା ତାହାକୁ ଅନୁଯୋଗ କରିଥାନ୍ତେ, ମାତ୍ର ସେ ତାହା ନ କରି ଅପରପକ୍ଷରେ ତାହା ପ୍ରତି ସାହାଯ୍ୟର ହସ୍ତ ବଢ଼ାଇଲେ। ତେବେ 6 ପର୍ବର 6 ପଦରୁ 7 ପଦ ମଧ୍ୟରେ ଆମେ ଦେଖୁଛୁ ଯେ ଯୁବକଟି ବର୍ତ୍ତମାନ କ'ଣ କରିବ କିଛି ବୁଝିପାରୁନି। ସେ ଦୁଃଖରେ ଭାଙ୍ଗି ପଡ଼ୁଛି। ଯେପରି ହେଲେ ତାହାକୁ ସେହି କୁରାଢ଼ୀଟି ଫେରାଇ ଦେବାକୁ ପଡ଼ିବ। ହେ ପ୍ରଭୁ, ମୁଁ କ'ଣ କରିବି? କେମିତି ସେହି କୁରାଢ଼ୀଟିକୁ ମୁଁ ଜଳରୁ ଉଦ୍ଧାର କରିବି? ଯେତେବେଳେ ସେ ଇଲିସାଏଙ୍କୁ ଏହି ବିଷୟ ଜଣାଇଛି, ଇଲିସାଏ ପଚାରୁଛନ୍ତି, ତାହା କେଉଁ ସ୍ଥାନରେ ପଡ଼ିଲା? ଏଠାରେ ଇଲିସାଏ ଭବିଷ୍ୟତ ବକ୍ତାଙ୍କର ଏହି ପ୍ରଶ୍ନଟିକୁ ନେଇ ମନରେ କେତେକ ପ୍ରଶ୍ନ ତଥା ସନ୍ଦେହ ଜାତ ହୁଏ। ପ୍ରଶ୍ନ ଆସେ ଯେ ଇଲିସାଏ ଜଣେ ଭବିଷ୍ୟତ ବକ୍ତା ହୋଇ ମଧ୍ୟ ଏପରି ପ୍ରଶ୍ନ କାହିଁକି କଲେ? ଯଦି ସେ ଈଶ୍ୱରଙ୍କ ଲୋକ ତଥା ଭବିଷ୍ୟତ ବକ୍ତା, ତାହେଲେ ସେ କ'ଣ ସେହି କୁରାଢ଼ୀଟିକୁ ଦେଖିପାରି ନଥାନ୍ତେ ବା କୁରାଢ଼ୀଟି କେଉଁ ସ୍ଥାନରେ ପଡ଼ିଲା ସେ କ'ଣ ତାହା ଜାଣିପାରି ନଥାନ୍ତେ? ହଁ, ସେ ତାହା ଜାଣିଥିଲେ। ତାହେଲେ ସେ କାହିଁକି ଏପରି ପ୍ରଶ୍ନ କଲେ? ଯେହେତୁ ଜର୍ଦ୍ଦନର ଜଳ ଗୋଳିଆ, ଏଥିପାଇଁ ସେ ସେହି ଯୁବକକୁ ପଚାରିଲେ ତାହା କେଉଁ ସ୍ଥାନରେ ପଡ଼ିଲା। ଯୁବକଟି ଜାଣିଥିଲା ସେହି କୁରାଢ଼ୀଟି କେଉଁ ସ୍ଥାନରେ ପଡ଼ିଅଛି, ମାତ୍ର ସେ ସେହି କୁରାଢ଼ୀଟିକୁ ଜଳ ମଧ୍ୟରୁ ଉଦ୍ଧାର କରିବା ନିମନ୍ତେ ସମର୍ଥ ହୋଇନଥିଲା, କାରଣ ସେ ସେହି କୁରାଢ଼ୀଟିକୁ ଦେଖିପାରି ନଥିଲା। ଏହାର କାରଣ ହେଉଛି ସେହି ଜର୍ଦ୍ଦନର ଜଳ ପରିଷ୍କାର ନଥିଲା। ତେବେ ଜର୍ଦ୍ଦନର ଜଳ ଯେ ଅପରିଷ୍କାର ତଥା ଗୋଳିଆ ଥିଲା, ଏହା ସତ କଥା, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଇଲିସାଏ ସେହି କୁରାଢ଼ୀଟିକୁ ଦେଖିପାରି ନଥିଲେ। କିନ୍ତୁ ଇଲିସାଏ ଏପରି ପଚାରିବା ଦ୍ୱାରା ଦୁଇଟି ବିଷୟ ସ୍ପଷ୍ଟ ପ୍ରତୀୟମାନ ହୁଏ। ପ୍ରଥମତଃ, ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ସେ ଜାଣିବାକୁ ପାରିଲେ ଯେ ସେହି ଯୁବକଟି ପରୀକ୍ଷା କରାଯିବା ଆବଶ୍ୟକ। ପରୀକ୍ଷାଟି ହେଲା, ପ୍ରକୃତରେ ସେ ସେହି କୁରାଢ଼ୀଟିକୁ ବ୍ୟବହାର କରିବା ନେଇ ସାବଧାନ ଥିଲା କି ନାହିଁ ଓ ସତର୍କତା ଅବଲମ୍ବନ କରିଥିଲା କି ନାହିଁ। ଆଉ ଆପଣ ଲକ୍ଷ୍ୟ କରନ୍ତୁ, ସେହି କୁରାଢ଼ୀଟି ପ୍ରକୃତ କେଉଁ ସ୍ଥାନରେ ପଡ଼ି ଜଳ ମଧ୍ୟକୁ ଗଲା, ସେ ସେହି ସ୍ଥାନକୁ ଠିକ୍ ଭାବେ ଲକ୍ଷ୍ୟ କରିପାରିଥିଲା ଓ ତାହା ଦେଖାଇଥିଲା। ତେଣୁ ଆପଣ କହିପାରିବେ ନାହିଁ ଯେ ସେ ତାହାର ଅସାବଧାନତା ହେତୁ କୁରାଢ଼ୀଟିକୁ ଜଳରେ ହଜେଇ ଦେଇଥିଲା। ସେ ତାହାକୁ ଅତି ସାବଧାନତାର ସହିତ ବ୍ୟବହାର କରିଥିଲା, ଯେପରି ତାହା ଅନ୍ୟ କୌଣସି ଲୋକର ଶରୀରରେ ଆଘାତ ଦେଇ ସେହି ଲୋକର ମୃତ୍ୟୁର କାରଣ ନ ହୁଏ। ଦ୍ୱିତୀୟ କାରଣଟି ହେଲା, ଈଶ୍ୱରଙ୍କ ଆତ୍ମା ଜାଣିଥିଲେ ଯେ ପରବର୍ତ୍ତୀ ସମୟରେ, ଏପରିକି ଏହି 20 ଶତାବ୍ଦୀରେ ମଧ୍ୟ ଏହିପରି ବାଇବଲ ସମାଲୋଚକମାନେ ବାହାରିବେ, ଯେଉଁମାନେ କି ବାଇବଲ ମଧ୍ୟରେ ବର୍ଣ୍ଣିତ ହୋଇଥିବା ଅନ୍ୟାନ୍ୟ ଆଶ୍ଚର୍ଯ୍ୟକର୍ମଗୁଡ଼ିକ ଉପରେ ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ଦେବା ଭଳି ଏହି ଆଶ୍ଚର୍ଯ୍ୟ କର୍ମ ଉପରେ ମଧ୍ୟ ସେହିପରି ମନ୍ତବ୍ୟ ଦେଇ କହିଥାନ୍ତେ, ହଁ, ସେହି ଜର୍ଦ୍ଦନ ନଦୀର ଜଳ ପରିଷ୍କାର ଥିବାରୁ ଯେକୌଣସି ଲୋକ ମଧ୍ୟ ତାହା ଦେଖିପାରିଥାନ୍ତା ଓ ସେହି କୁରାଢ଼ୀଟିକୁ ଉଦ୍ଧାର କରିପାରିଥାନ୍ତା। ମାତ୍ର ଇଲିସାଏ ସେହି ଯୁବକକୁ ଏପରି ପଚାରିବା ଦ୍ୱାରା ଭବିଷ୍ୟତରେ ସେହି ଜର୍ଦ୍ଦନ ନଦୀର ଜଳ ପରିଷ୍କାରକୁ କେନ୍ଦ୍ର କରି ଉତ୍ଥାପିତ ହେବାକୁ ଥିବା ଏକ ତ୍ରୁଟିପୂର୍ଣ୍ଣ ତଥା ଆନୁମାନିକ ମନ୍ତବ୍ୟକୁ ଏକ ସମାଧାନରେ ଉପନୀତ କରାଇପାରିଥିଲା ଓ ପ୍ରମାଣିତ କରାଇ ଦେଇଥିଲା ଯେ ଜର୍ଦ୍ଦନର ଜଳ ଅପରିଷ୍କାର ତଥା ଗୋଳିଆ ରହିଥିଲା। କିନ୍ତୁ ଲକ୍ଷ୍ୟ କରନ୍ତୁ, ଇଲିସାଏ ଖଣ୍ଡେ କାଠ କାଟି ସେହି ଜଳରେ ପକାଇ ଲୁହାକୁ ଭସାଉଛନ୍ତି। ଆପଣ କେବେ ଖଣ୍ଡେ ଲୁହାକୁ ଜଳରେ ଭାସିବାରେ ଦେଖିଛନ୍ତି? ହଁ, ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ କରି ଲୌହ ନିର୍ମିତ ଯନ୍ତ୍ରକୁ ଜଳରେ ଭସାଇ ଦିଆଯାଇପାରେ, କିନ୍ତୁ ଖଣ୍ଡେ ଲୁହାକୁ କେବେ ହେଲେ ସିଧାସଳଖ ପାଣିରେ ଭସାଯାଇପାରେ ନା। କିନ୍ତୁ ଏହା ଥିଲା ଇଲିସାଏଙ୍କର ଏକ ଆଶ୍ଚର୍ଯ୍ୟ କର୍ମ। କିନ୍ତୁ ଏହି ଆଶ୍ଚର୍ଯ୍ୟ ଘଟଣା ମଧ୍ୟରୁ ଆମମାନଙ୍କୁ ଏକ ମହାନ ଆତ୍ମିକ ଶିକ୍ଷା ମିଳେ। ମନୁଷ୍ୟ ଆଜି ସେହି ବେଣ୍ଟ ମଧ୍ୟରୁ ଖସି ବାହାରି ପଡ଼ିଥିବା କୁରାଢ଼ୀ ଲୁହା ପରି ହୋଇଯାଇଛି। ସେ ସେହି ପାପରେ ପତିତ ହୋଇଯାଇଛି। ସେ ଆଜି ସମ୍ପୂର୍ଣ୍ଣ କଳୁଷିତ ହୋଇଯାଇଛି। ଇଲିସାଏ ସେହି କୁରାଢ଼ୀ ଲୁହାକୁ ଜଳ ମଧ୍ୟରୁ ବାହାର କରିବା ନିମନ୍ତେ ଯେପରି ଖଣ୍ଡିଏ କାଠ କାଟି ସେହି ଜଳରେ ପକାଇ ସେହି ଲୁହାଟିକୁ ଉଦ୍ଧାର କଲେ, ଠିକ୍ ସେହିପରି ପ୍ରଭୁ ଶ୍ରୀଖ୍ରୀଷ୍ଟ ପାପୀ ମନୁଷ୍ୟକୁ ସେହି ମୃତ୍ୟୁର ଜଳ ମଧ୍ୟରୁ ଉଦ୍ଧାର କରିବା ପାଇଁ ସେହି କୃଷ କାଠରେ ଝୁଲିଲେ, ଯେପରି ସେ ନିଜର ସେହି ପବିତ୍ର ରକ୍ତ ମୂଲ୍ୟ ସ୍ୱରୂପ ଦେଇ ଆମମାନଙ୍କର ସେହି ପାପ ଋଣ ଶୁଝି ଆମମାନଙ୍କୁ ଉଦ୍ଧାର କରିବାକୁ ପାରନ୍ତି। ଏହାପରେ ଏହି ଦ୍ୱିତୀୟ ରାଜାବଳୀ 6 ପର୍ବର 8 ପଦରୁ 23 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ଇଲିସାଏ ଭବିଷ୍ୟତ ବକ୍ତା ଏକ ମହାନ ବିପଦର ସମ୍ମୁଖୀନ ହେଉଛନ୍ତି, ମାତ୍ର ଈଶ୍ୱର ତାହାଙ୍କୁ ଆଶ୍ଚର୍ଯ୍ୟ ଭାବରେ ସେହି ବିପଦରୁ ଉଦ୍ଧାର କରୁଅଛନ୍ତି। ତେବେ ଘଟଣାଟି ହେଉଛି ଯେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଉଠିଲେ। ଏହି ଯୁଦ୍ଧ ସେମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଥିଲା। ମାତ୍ର ଅରାମର ରାଜା ଯେଉଁ ଯେଉଁ ସ୍ଥାନରେ ଛାଉଣି ସ୍ଥାପନ କରିବାକୁ ସ୍ଥିର କରନ୍ତି, ପରମେଶ୍ୱରଙ୍କ ଲୋକ ଇଲିସାଏ ଇସ୍ରାଏଲର ରାଜାଙ୍କୁ ତାହା ଅବଗତ କରାଇ ସେହି ସ୍ଥାନ ଦେଇ ଯିବା ପାଇଁ ମନା କରନ୍ତି ଓ ଇସ୍ରାଏଲ ରାଜା ଇଲିସାଏଙ୍କ ସମ୍ବାଦ ଅନୁଯାୟୀ ସେହି ସ୍ଥାନକୁ ତାହାଙ୍କର ଲୋକ ପଠାନ୍ତି ଓ ଏହି ରୂପେ ସେ ସେହିସବୁ ସ୍ଥାନମାନଙ୍କରେ ନିଜକୁ ରକ୍ଷା କରନ୍ତି। ତେଣୁକରି ଅରାମୀୟ ରାଜାର ହୃଦୟ ବ୍ୟତିବ୍ୟସ୍ତ ହେଲା ଓ ତାର ମନରେ ସନ୍ଦେହ ଜାତ ହେଲା ଯେ ବୋଧହୁଏ ତାହାର ଲୋକମାନଙ୍କ ମଧ୍ୟରେ ଇସ୍ରାଏଲ ରାଜାର ସପକ୍ଷ କିଏ ଅଛି। ତେଣୁ ସେ ତାହା ଜାଣିବାକୁ ଚାହିଁବାରୁ ତାହାର ଦାସମାନଙ୍କ ମଧ୍ୟରୁ ଜଣେ କହିଲା, ମହାରାଜ, ଆପଣ ନିଜ ଶୟନ ଗୃହରେ ଯାହା ଯାହା କହନ୍ତି
ସେସବୁ କଥା ଇସ୍ରାଏଲର ମଧ୍ୟବର୍ତ୍ତୀ ଇଲିସାଏ ଭବିଷ୍ୟତ ବକ୍ତା ଇସ୍ରାଏଲର ରାଜାକୁ ଜଣାଏ। ଏହି କଥା ଶୁଣିବା ପରେ ରାଜାଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଓ ସେ ଇଲିସାଏ ଭବିଷ୍ୟତ ବକ୍ତାଙ୍କୁ ଧରି ଆଣିବା ପାଇଁ ଦୋଥନକୁ ଅଶ୍ୱଗଣ ଓ ରଥ ଓ ମହାସୈନ୍ୟ ଦଳ ପଠାଇଲା, କାରଣ ସେହି ସମୟରେ ଇଲିସାଏ ଦୋଥନରେ ଥିଲେ। ଯେତେବେଳେ ଇଲିସାଏଙ୍କ ଦାସ ସେହି ସୈନ୍ୟଦଳ, ରଥ ଓ ଅଶ୍ୱ ପ୍ରଭୃତିକୁ ନଗରର ଚତୁର୍ଦିଗରେ ଘେରି ରହିବାର ଦେଖୁଛନ୍ତି, ସେତେବେଳେ ସେ ଭୟଭୀତ ହୋଇ ଇଲିସାଏକୁ କହୁଛନ୍ତି, ହାୟ ମୋହର ପ୍ରଭୁ, ଆମମାନେ କ'ଣ କରିବା? ମାତ୍ର ଇଲିସାଏ ତାହାଙ୍କୁ ସାହସ ଦେଉଛନ୍ତି ଓ ତାହାଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ଯେପରି ସେ ଜାଣିବାକୁ ପାରିବେ ଯେ ଈଶ୍ୱର ତାହାଙ୍କ ସପକ୍ଷରେ ଅଛନ୍ତି। ଆଉ ଇଲିସାଏଙ୍କର ପ୍ରାର୍ଥନା ଅନୁଯାୟୀ ଈଶ୍ୱର ତାହାଙ୍କର ଚକ୍ଷୁ ପ୍ରସନ୍ନ କରିବାରୁ ସେ ଦେଖୁଛନ୍ତି ପର୍ବତ ଇଲିସାଏଙ୍କ ଚତୁର୍ଦିଗରେ ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ। କେବଳ ସେତିକି ନୁହେଁ, ସେହି ଅରାମୀୟ ସୈନ୍ୟଗଣଙ୍କ ଚକ୍ଷୁ ଯେପରି ଅନ୍ଧ ହୋଇଯାଏ, ଏଥିନିମନ୍ତେ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାରୁ ଈଶ୍ୱର ମଧ୍ୟ ସେମାନଙ୍କର ଚକ୍ଷୁ ଅନ୍ଧ କରିଦେଲେ, ଯଦ୍ୱାରା ସେମାନେ ଇଲିସାଏଙ୍କୁ ଚିହ୍ନିପାରିଲେ ନାହିଁ କି ସେହି ପଥ ମଧ୍ୟ ଜାଣିପାରିଲେ ନାହିଁ। ଏହାପରେ ଇଲିସାଏ ସେମାନଙ୍କୁ କୌଶଳକ୍ରମେ ସମରିଆକୁ କଢ଼ାଇ ଆଣିଲେ, କାରଣ ସେହି ସମୟରେ ସମରିଆରେ ଇସ୍ରାଏଲର ରାଜା ରାଜତ୍ୱ କରୁଥିଲେ। ଯେତେବେଳେ ସେମାନେ ସମରିଆରେ ଉପସ୍ଥିତ ହେଲେ, ସେତେବେଳେ ସେମାନେ ଯେପରି ଦେଖିପାରନ୍ତି, ଏଥିନିମନ୍ତେ ଇଲିସାଏ ଭବିଷ୍ୟତ ବକ୍ତା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ଓ ଈଶ୍ୱର ମଧ୍ୟ ସେମାନଙ୍କର ଚକ୍ଷୁ ମୁକ୍ତ କଲେ ଓ ସେମାନେ ଦେଖିବାକୁ ପାରିଲେ ଯେ ସେମାନେ ସମରିଆରେ ଅଛନ୍ତି। କିନ୍ତୁ ଇସ୍ରାଏଲର ରାଜା ସେମାନଙ୍କୁ ଆଘାତ କରିବେ କି ନାହିଁ, ଏଥିନିମନ୍ତେ ଇଲିସାଏଙ୍କଠାରୁ ପରାମର୍ଶ ଲୋଡ଼ିଲେ। ମାତ୍ର ଇଲିସାଏ ସେମାନଙ୍କୁ ବଧ କରିବାକୁ ଆଦେଶ ନ ଦେଇ ସେମାନଙ୍କ ସମ୍ମୁଖରେ ରୋଟି ଓ ଜଳ ରଖିବା ପାଇଁ କହିଲେ ଓ ସେମାନଙ୍କ ନିମନ୍ତେ ମହାଭୋଜ ପ୍ରସ୍ତୁତ କଲେ। ତହିଁରେ ସେମାନେ ଭୋଜନ ପାନ କଲା ଉତ୍ତାରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେମାନେ ଆପଣାମାନଙ୍କ ପ୍ରଭୁଙ୍କ ନିକଟକୁ ଫେରିଗଲେ। ବାସ୍ତବରେ ଏଠାରେ ଆମେ ଇଲିସାଏଙ୍କର ବୁଦ୍ଧିର ସହିତ କାର୍ଯ୍ୟ, ପ୍ରାର୍ଥନାଶୀଳ ଜୀବନ ଓ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ନିର୍ଭରଶୀଳତାର ଜୀବନକୁ ଲକ୍ଷ୍ୟ କରୁଅଛୁ। କେବଳ ସେତିକି ନୁହେଁ, ଶତ୍ରୁକୁ ପ୍ରେମ କରିବାର ଏକ ଆଦର୍ଶ ପରିଲକ୍ଷିତ ହୁଏ। ହଁ, ଇଲିସାଏ ଓ ତାଙ୍କର ଦାସ ଯଦିଓ 2 ଜଣ ମାତ୍ର ଥିଲେ, ମାତ୍ର ଈଶ୍ୱର ସେମାନଙ୍କର ସହବର୍ତ୍ତୀ ହେଲେ। କାହିଁକି? ଇଲିସାଏଙ୍କର ପ୍ରାର୍ଥନାଶୀଳ ଜୀବନ ଲାଗି। ପ୍ରାର୍ଥନା ଅସାଧ୍ୟକୁ ସାଧନ କରିପାରେ। ଇଲିସାଏ ଯଦିଓ ଏକାକୀ ଥିଲେ, ମାତ୍ର ଈଶ୍ୱର ଯେ ତାହାଙ୍କର ସହିତ ଅଛନ୍ତି, ଏହି ଦୃଢ଼ ଭରସା ତଥା ଆତ୍ମବଳ ତାହାଙ୍କର ଥିଲା। ସେ ଅଧୈର୍ଯ୍ୟ ହୋଇଯାଇ ନ ଥିଲେ କି ଭୟଭୀତ ହୋଇ ନ ଥିଲେ, କିନ୍ତୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। ଈଶ୍ୱର ମଧ୍ୟ ତାହାଙ୍କର ପ୍ରାର୍ଥନା ଶୁଣି ତାହାଙ୍କୁ ଶତ୍ରୁ ହସ୍ତରୁ ଉଦ୍ଧାର କଲେ। ତଥାପି ସେ ଶତ୍ରୁମାନଙ୍କୁ ବିନାଶ କଲେ ନାହିଁ, ମାତ୍ର ସେମାନଙ୍କୁ ଭୋଜନ ପାନ କରାଇ ସେମାନଙ୍କ କର୍ତ୍ତାଙ୍କ ନିକଟକୁ ପଠାଇଦେଲେ। ପ୍ରିୟ ବନ୍ଧୁ, ଯେତେବେଳେ ଆମେ ସମସ୍ୟା ତଥା ବିପଦରେ ପଡ଼ୁ, ସେତେବେଳେ ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ଆମ ସହିତ ଅଛନ୍ତି। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପ୍ରତିଜ୍ଞା ଅନୁଯାୟୀ ଆମମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ତାହାଙ୍କର ସେହି ସହାୟତାର ହସ୍ତ ବଢ଼ାଇଥାନ୍ତି। କିନ୍ତୁ ଆମେ ଆମର ଅବିଶ୍ୱାସ ଓ ଅନ୍ଧତା ଲାଗି ତାହାଙ୍କର ସେହି ହସ୍ତକୁ ଦେଖିପାରୁନା କିମ୍ବା ତାହାଙ୍କର ଉପସ୍ଥିତିକୁ ଉପଲବ୍ଧି କରିପାରୁନା। ମାତ୍ର ଆମେ ଭୟଭୀତ ହୋଇ ହତାଶ ତଥା ବିଶ୍ୱାସରେ ଭାଙ୍ଗି ପଡ଼ୁ। କିନ୍ତୁ ଆମେ ଯଦି ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ରହି ପ୍ରାର୍ଥନା କରିବା ଓ ବୁଦ୍ଧିର ସହିତ କାର୍ଯ୍ୟ କରିବା, ତାହେଲେ ଉଦ୍ଧାର ପାଇବା। ଏହାପରେ ଦ୍ୱିତୀୟ ରାଜାବଳୀ 6 ପର୍ବର 24-25 ପଦ ମଧ୍ୟରେ ଲେଖା ଅଛି, ଏଥି ଉତ୍ତାରେ ଅରାମର ରାଜା ବିନ୍ ହଦଦ ଆପଣାର ସମସ୍ତ ସୈନ୍ୟ ଏକତ୍ର କରି ଯାଇ ସମରିଆକୁ ଅବରୋଧ କଲା। ତହିଁରେ ସମରିଆରେ ମହାଦୁର୍ଭିକ୍ଷ ହେଲା। ଆଉ ଦେଖ, ଏକ ଗର୍ଦ୍ଧବର ମୁଣ୍ଡ 80 ରୌପ୍ୟ ମୁଦ୍ରାରେ ଓ କପୋତ ମଳର ଏକ କାବର ଚତୁର୍ଥାଂଶ 5 ରୌପ୍ୟ ମୁଦ୍ରାରେ ବିକ୍ରୟ ହେବା ପର୍ଯ୍ୟନ୍ତ ସେମାନେ ତାହା ଅବରୋଧ କଲେ। ଦେଖନ୍ତୁ, ଏହି ଦୁର୍ଭିକ୍ଷ ଏତେ ଭୟଙ୍କର ଥିଲା ଯେ ଏପରିକି ଗଧର ମୁଣ୍ଡ ମଧ୍ୟ ଅତିରିକ୍ତ ମୂଲ୍ୟରେ ବିକ୍ରୟ କରାଗଲା। ଚିନ୍ତା କରନ୍ତୁ, ଗୋଟିଏ ଗଧର ମୁଣ୍ଡରୁ କେତେ ବା ମାଂସ ବାହାରିବ, କିନ୍ତୁ ତାହାକୁ ମଧ୍ୟ ଲୋକେ 80 ରୌପ୍ୟ ମୁଦ୍ରା ଦେଇ କିଣିଲେ। ଏପରିକି କପୋତ ମଳକୁ ମଧ୍ୟ ଲୋକେ କ୍ରୟ କଲେ। ଆଉ ଏହିପରି ସମୟରେ ଅରାମର ରାଜା ବିନ୍ ହଦଦ ସମରିଆକୁ ଅବରୋଧ କରିଥିଲେ। ଏହାପରେ ପରବର୍ତ୍ତୀ କେତେକ ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ଏହି ଦୁର୍ଭିକ୍ଷ ଏପରି ଭୟଙ୍କର ଆଡ଼କୁ ଗତି କଲା, ଯାହାଫଳରେ ଖାଦ୍ୟର ଅଭାବ ଘଟିବା ହେତୁ ସେମାନେ ସେମାନଙ୍କର ସନ୍ତାନଗଣର ମାଂସ ଖାଇଲେ। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ କିଭଳି ଭୟଙ୍କର ସମୟ ଆସି ଉପସ୍ଥିତ ହେଲା। କିନ୍ତୁ ଇସ୍ରାଏଲର ରାଜା ଏ ପ୍ରକାର ପରିସ୍ଥିତିକୁ ଦେଖି ସମ୍ଭାଳି ନ ପାରି ଇଲିସାଏ ଭବିଷ୍ୟତ ବକ୍ତାଙ୍କଠାରୁ ତହିଁର ପ୍ରତିଶୋଧ ନେବାକୁ ଚାହିଁଲେ। 6 ପର୍ବର 31 ପଦରେ ଲେଖା ଅଛି, ତେବେ ସେ କହିଲା, ଯେବେ ଆଜି ସାଫଟର ପୁତ୍ର ଇଲିସାଏର ମସ୍ତକ ତାହା ଦେହରେ ରହେ, ତେବେ ପରମେଶ୍ୱର ମୋତେ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ। ତେବେ ରାଜା କାହିଁକି ଇଲିସାଏଙ୍କୁ ଏ ପ୍ରକାର ଅବରୋଧ ଜନିତ ଭୟଙ୍କର ବିଭୀଷିକା ନିମନ୍ତେ ତାହାଙ୍କୁ ଦାୟୀ କଲେ, ତାହା ପରିଷ୍କାର ଜଣାପଡ଼େ ନାହିଁ। କିନ୍ତୁ ସମ୍ଭବତଃ ସେ ଭାବୁଥିଲେ ଯେ ଇଲିସାଏ ଭବିଷ୍ୟତ ବକ୍ତା ଏ ପ୍ରକାର ପରିସ୍ଥିତିରେ ଅତି ଆଶ୍ଚର୍ଯ୍ୟ ପ୍ରକାରେ ଖାଦ୍ୟ ଯୋଗାଇ ପାରିବେ। କିନ୍ତୁ ଇଲିସାଏଙ୍କଠାରୁ
ସେପରି କିଛି ସାହାଯ୍ୟ ନ ପାଇବାରୁ ସେ ତାହାଙ୍କୁ ବଧ କରିବା ନିମନ୍ତେ ଚାହିଁଥିଲେ। ମାତ୍ର ଇଲିଶାଏ ତାହା ଜାଣିପାରି ତାଙ୍କ ଲୋକମାନଙ୍କୁ ସତର୍କ କରାଇ ଦେଇଥିଲେ ଓ ନିଜେ ମଧ୍ୟ ସତର୍କ ରହିଥିଲେ, ଯେପରି ସେ ରାଜାଙ୍କ ହସ୍ତରେ ବଧ ନ ହୁଅନ୍ତି। କିନ୍ତୁ ଘଟଣାଟି ଏତିକିରେ ସମାପ୍ତ ହୁଏ ନାହିଁ। ଏହାର କ୍ରମଶଃ ଆମେ 7 ପର୍ବରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରିବା। ଇଲିଶାଏଙ୍କ ବାକ୍ୟ ଦ୍ୱାରା ସେହି ସମସ୍ୟାର ମଧ୍ୟ ସମାଧାନ ଘଟିଲା। ତାଙ୍କର ଭାବାଣୀ ଅନୁଯାୟୀ ଲୋକମାନେ ପ୍ରଚୁର ଖାଦ୍ୟଶସ୍ୟ ପାଇଲେ ଓ ତାଙ୍କ ଭାବାଣୀ ମଧ୍ୟ ସଫଳ ହେଲା। ତେବେ ଏହିଠାରେ ଆମେ 6 ପର୍ବଟି ଅଧ୍ୟୟନ କରି ସମାପ୍ତ କଲୁ। ମାତ୍ର ଏହାପରେ ଆମେ 7 ପର୍ବ ମଧ୍ୟକୁ ଯିବା। ତେବେ ଏହି ପ୍ରକାର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଈଶ୍ୱର ଇଲିଶାଏଙ୍କୁ ରାଜାଙ୍କ ହସ୍ତରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ତାହାଙ୍କୁ ଏକ ଶୁଭ ସମ୍ବାଦ ମଧ୍ୟ ପ୍ରଦାନ କରନ୍ତି। ତାହା ହେଉଛି ଦୁର୍ଭିକ୍ଷର ଅବସାନ ଘଟିବ ଓ ସୁଭିକ୍ଷର ଆଗମନ ହେବ। ଈଶ୍ୱର ଇଲିଶାଏଙ୍କ ମୁଖ ଦ୍ୱାରା ସେହି ଭାବାଣୀ ପ୍ରକାଶ କରନ୍ତି ଓ ତାହା ମଧ୍ୟ ଅକ୍ଷରେ ଅକ୍ଷରେ ସଫଳ ହେଲା। 7 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସେତେବେଳେ ଇଲିଶାଏ କହିଲେ, ତୁମେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ ଏହି କଥା କହନ୍ତି, କାଲି ପ୍ରାୟ ଏହି ସମୟକୁ ସମରିଆର ନଗର ଦ୍ୱାରରେ 1 ପଶୁରୀ ସରୁ ମଇଦା 1 ସେକଲରେ ଓ 2 ପଶୁରୀ ଜବ 1 ସେକଲରେ ବିକାଯିବ। ଏଠାରେ ଆମେ ସେହି ଦୁର୍ଭିକ୍ଷ ଦୂର ହେବା ନେଇ ଏକ ଭାବାଣୀ ପ୍ରଦାନ କରାଯିବାର ଲକ୍ଷ୍ୟ କରୁଅଛୁ। 1 ପଶୁରୀ ସରୁ ମଇଦାର ପରିମାଣ 1 ଗୌଣୀ ବୋଲି ହିସାବ କରାଯାଏ, ଯାହାକି 3.5 ସେର ଓ 1 ସେକଲ ମୂଲ୍ୟ ହାରାହାରି 10 ଅଣା ହୋଇଥାଇପାରେ। ତେଣୁ ଏଥିରୁ ଜଣାଯାଏ ଯେ ଏହା ସୁଭିକ୍ଷ ଆଗମନର ଏକ ଭାବାଣୀ ଥିଲା। କିନ୍ତୁ ଏହା ସେମାନଙ୍କ ବିଶ୍ୱାସଯୋଗ୍ୟ ନ ଥିଲା, କାରଣ ଯେଉଁଠି ଖାଦ୍ୟଶସ୍ୟର ଅଭାବ ସେଠି 1 ପଶୁରୀ ସରୁ ମଇଦା ବା ଜବ 1 ସେକଲରେ କିପରି ବିକ୍ରି ହେବା ସମ୍ଭବ ହେବ? ଯେତେବେଳେ ସମରିଆ ଅରାମୀୟମାନଙ୍କ ଦ୍ୱାରା ଅବରୋଧ ହୋଇଅଛି ଓ କେହି ବାହାରକୁ କିମ୍ବା ଭିତରକୁ ଯା ଆସ କରିପାରୁନାହାନ୍ତି, ତାହେଲେ ଏପରି ପରିସ୍ଥିତିରେ କିଏ ଖାଦ୍ୟଶସ୍ୟ ଯୋଗାଇବ ଓ ଏହା ପୁଣି କମ୍ ଦାମରେ ବିକ୍ରୟ କରାଯିବ? ଏହା କେବେ ହେଲେ ସମ୍ଭବ ହୋଇପାରେ ନା। କିନ୍ତୁ ସେ ଯାହା ହେଉନା କାହିଁକି, ଇସ୍ରାଏଲର ରାଜା କିନ୍ତୁ ଇଲିଶାଏଙ୍କ ଭାବାଣୀରେ ବିଶ୍ୱାସ କଲେ। ମାତ୍ର ଦୁଃଖର ବିଷୟ, ତାହାଙ୍କର ସେନାପତି ସେହି ଭାବାଣୀକୁ ବିଶ୍ୱାସ କଲେ ନାହିଁ। 7 ପର୍ବର 2 ପଦରେ ଆମେ ଦେଖୁ ଯେ ସେହି ସେନାପତି ଏହି ଭାବାଣୀରେ ବିଶ୍ୱାସ ନ କରିବାରୁ ଇଲିଶାଏ ତାହାଙ୍କୁ କହିଲେ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ, ମାତ୍ର ତହିଁରୁ ଭୋଜନ କରିବ ନାହିଁ। ଆଉ ତାହା ହିଁ ମଧ୍ୟ ବାସ୍ତବରେ ସଫଳ ହେଲା, ଯାହାକି ଆମେ ପରେ ଅଧ୍ୟୟନ କଲେ ଜାଣିପାରିବା। ତେବେ ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି ଇଲିଶାଏଙ୍କ ଭାବାଣୀ ତହିଁଆର ଦିନ ଆକ୍ଷରିକ ଭାବରେ ସଫଳ ହେବାକୁ ଯାଉଅଛି। 7 ପର୍ବର 3 ପଦରୁ 5 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେହି ସମୟରେ ନଗର ଦ୍ୱାରର ପ୍ରବେଶ ସ୍ଥାନରେ 4 ଜଣ କୁଷ୍ଠୀ ଥିଲେ। ଆଉ ସେମାନେ ପରସ୍ପର କହିଲେ, ଆମ୍ଭେମାନେ ମରିବା ପର୍ଯ୍ୟନ୍ତ କାହିଁକି ଏଠାରେ ବସିଅଛୁ? ଯେବେ କହୁ ଆମମାନେ ନଗରରେ ପ୍ରବେଶ କରିବା, ତେବେ ନଗରରେ ଦୁର୍ଭିକ୍ଷ ଅଛି, ପୁଣି ଆମମାନେ ସେଠାରେ ମରିବା। ଆଉ ଯେବେ ଆମମାନେ ଏଠାରେ ବସି ରହିବା, ତେବେ ମଧ୍ୟ ମରିବା। ଏହେତୁ ଆସ, ଆମମାନେ ଅରାମୀୟମାନଙ୍କ ସୈନ୍ୟର ପକ୍ଷକୁ ଯାଉ। ଯେବେ ସେମାନେ ଆମମାନଙ୍କୁ ବଞ୍ଚାଇ ରଖିବେ, ତେବେ ଆମମାନେ ବଞ୍ଚିବା, ଆଉ ଯେବେ ଆମମାନଙ୍କୁ ମାରି ପକାଇବେ, ତେବେ ମରିବା। ତେଣୁ ସେମାନେ ଅରାମୀୟମାନଙ୍କ ଛାଉଣିକି ଯିବା ପାଇଁ ଗୋଧୂଳି ସମୟରେ ଉଠିଲେ। ଆଉ ସେମାନେ ଅରାମୀୟମାନଙ୍କ ଛାଉଣିର ବାହାର ସୀମାରେ ଉପସ୍ଥିତ ହେବା ବେଳେ ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ। ଯେହେତୁ ସେମାନେ କୁଷ୍ଠରୋଗୀ, ତେଣୁକରି ସେମାନଙ୍କୁ ସମାଜ ମଧ୍ୟରୁ ବହିଷ୍କାର କରିଦିଆଯାଇଥିଲା ଓ ସେମାନଙ୍କୁ ନଗରର ବାହାରେ ରଖାଯାଇଥିଲା। ତେଣୁକରି ସେମାନେ ସେହି ନଗର ଦ୍ୱାରର ପ୍ରବେଶ ସ୍ଥାନରେ ରହୁଥିଲେ ଓ ସେମାନଙ୍କର ଆତ୍ମୀୟମାନେ ସେମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଉଥିଲେ। କିନ୍ତୁ ଦୁର୍ଭିକ୍ଷ ହେତୁ ସେମାନଙ୍କର ଆତ୍ମୀୟମାନେ ମଧ୍ୟ ସେମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇବା ନିମନ୍ତେ ସମର୍ଥ ହୋଇପାରିଲେ ନାହିଁ। ତେଣୁକରି ସେମାନେ ଦେଖିଲେ ଯେ ଏପରି କ୍ଷୁଧାରେ ମରିବା ଅପେକ୍ଷା ଅରାମୀୟମାନଙ୍କ ସୈନ୍ୟଶ୍ରେଣୀ ମଧ୍ୟକୁ ଯାଇ ନିଜର କ୍ଷୁଧା ନିବାରଣ ନିମନ୍ତେ ସେମାନଙ୍କର ଶରଣାପନ୍ନ ହେବା ଶ୍ରେୟସ୍କର। ଯଦି ସେମାନଙ୍କ ହସ୍ତରେ ମରିବାକୁ ଥିବ ତାହେଲେ ମରିବା, ଯଦି ବଞ୍ଚିବାକୁ ଥିବ ତାହେଲେ ବଞ୍ଚିବା। ମାତ୍ର ଘଟଣାଟି ବିପରୀତ ଘଟିଲା। ସେମାନେ ଅରାମୀୟମାନଙ୍କ ସୈନ୍ୟ ଛାଉଣିର ବାହାରେ ଉପସ୍ଥିତ ହୋଇ ଦେଖନ୍ତି ତ ସେଠାରେ କୌଣସି ମନୁଷ୍ୟ ନାହାନ୍ତି। ତାହେଲେ ସେମାନେ ସବୁ କୁଆଡ଼େ ଗଲେ? ସେମାନଙ୍କ ପ୍ରତି କ'ଣ ସବୁ ଘଟିଲା? ଯଦି ଆମେ 7 ପର୍ବର 6ରୁ 7 ପଦ ମଧ୍ୟରେ ଦେଖିବା, ତାହେଲେ ଆମେ ଦେଖୁ ଯେ ଈଶ୍ୱରଙ୍କ ନିକଟରେ କୌଣସି ବିଷୟ ଅସମ୍ଭବ ନୁହେଁ। ସେ ଯାହା ପ୍ରତିଜ୍ଞା କରିଥାନ୍ତି ତାହା କେବେ ହେଲେ ବିଫଳ ହୁଏ ନାହିଁ। ସେ ଇଲିଶାଏ ଭବିଷ୍ୟତ ବକ୍ତାଙ୍କ ମୁଖ ଦ୍ୱାରା ଯାହା ପ୍ରକାଶ କରିଥିଲେ ତାହା ଆକ୍ଷରିକ ଭାବେ ସଫଳ ହେବାକୁ ଯାଉଅଛି। ଈଶ୍ୱର ସେହି ଅଶ୍ୱ ଶବ୍ଦ ଓ ରଥ ଶବ୍ଦ ଅର୍ଥାତ୍ ମହାସୈନ୍ୟଶ୍ରେଣୀ ଶବ୍ଦ ଶୁଣାଇ ଅରାମୀୟମାନଙ୍କୁ ଭୟଭୀତ କରାଇଲେ। ଫଳରେ ସେମାନେ ସବୁକିଛି ଛାଉଣି ମଧ୍ୟରେ ଛାଡ଼ିଦେଇ ପ୍ରାଣରକ୍ଷାର୍ଥେ ଦୌଡ଼ି ପଳାଇଲେ। ଏହାପରେ 7 ପର୍ବର 8 ପଦରୁ 11 ପଦ ମଧ୍ୟରେ ଆମେ ଦେଖୁ ଯେ ସେହି କୁଷ୍ଠୀମାନେ ସେହି ସମସ୍ତ ଖାଦ୍ୟ ପଦାର୍ଥ ପାଇବା ସଙ୍ଗେ ସଙ୍ଗେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ସେହି ଶୁଭ ସମ୍ବାଦ ପ୍ରଦାନ କଲେ, ଯେଉଁମାନେ କି କ୍ଷୁଧାରେ ରହିଥିଲେ। ଆଉ ଇଲିଶାଏଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ଆକ୍ଷରିକ ଭାବରେ ସଫଳ ହେଲା। ବାସ୍ତବରେ ସେହି କୁଷ୍ଠୀମାନେ ଯେଉଁ ଶୁଭ ସମ୍ବାଦ ଦେଇଥିଲେ ତାହା ଅନେକଙ୍କର ଜୀବନକୁ ମୃତ୍ୟୁରୁ ରକ୍ଷା କରିଥିଲା। ଏଠାରେ ମଧ୍ୟ ଆମକୁ ଏକ ଚମତ୍କାର ଆତ୍ମିକ ଶିକ୍ଷା ମିଳେ।
ଆମେ ଯେପରି ସ୍ୱାର୍ଥପର ନ ହେଉ, ମାତ୍ର ଅନ୍ୟମାନଙ୍କ ଜୀବନ ନିମନ୍ତେ ଚିନ୍ତା କରୁ। ଏହାପରେ 7 ପର୍ବର 16 ପଦରେ ଲେଖା ଅଛି, ତହିଁରେ ଲୋକମାନେ ବାହାରକୁ ଯାଇ ଅରାମୀୟମାନଙ୍କ ଛାଉଣି ଲୁଟ କଲେ। ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ 1 ପଶୁରୀ ସରୁ ମଇଦା 1 ସେକଲରେ ଓ 2 ପଶୁରୀ ଜବ 1 ସେକଲରେ ବିକାଗଲା। ଏହା କ'ଣ ଏକ ଚମତ୍କାର ବିଷୟ ନୁହେଁ କି? ଈଶ୍ୱରଙ୍କ ପକ୍ଷେ କୌଣସି ବିଷୟ ଅସମ୍ଭବ ନୁହେଁ, ସମସ୍ତ ହିଁ ସମ୍ଭବ, କିନ୍ତୁ ଆମର ବିଶ୍ୱାସ ରହିବା ଦରକାର। କିନ୍ତୁ ଦେଖନ୍ତୁ, ଯେଉଁ ସେନାପତି ଇଲିଶାଙ୍କର ଭାବବାଣୀକୁ ବିଶ୍ୱାସ କରିନଥିଲା, ଇଲିଶାଙ୍କର ବାକ୍ୟ ଅନୁଯାୟୀ ସେ ଏହି ଆନନ୍ଦ ତଥା ଆଶୀର୍ବାଦରୁ ବଞ୍ଚିତ ହେଲା, ଯାହାକି ଆମେ 7 ପର୍ବର 17 ପଦରୁ 20 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ କେବେ ହେଲେ ଅନ୍ୟଥା ହୁଏ ନାହିଁ। ମନୁଷ୍ୟ ନିଜର କର୍ମ ଅନୁଯାୟୀ ତହିଁର ଫଳ ମଧ୍ୟ ଭୋଗ କରେ। ଇଲିଶାଙ୍କର ବାକ୍ୟକୁ ସେହି ସେନାପତି ତୁଚ୍ଛ କରିଥିଲା। ଇଲିଶାଙ୍କର ବାକ୍ୟ ଅନୁଯାୟୀ ତାହା ପ୍ରତି ତହିଁର ପ୍ରତିଫଳ ବର୍ତ୍ତିଲା। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟର ଅବିଶ୍ୱାସ କଲେ ତହିଁର ପ୍ରତିଫଳ ବଡ଼ ଭୟଙ୍କର ହୁଏ। ଈଶ୍ୱରଙ୍କ ବାକ୍ୟକୁ ଯିଏ ହାଲୁକା ଭାବରେ ଗ୍ରହଣ କରେ, ସେ କେବେ ହେଲେ ଈଶ୍ୱରଙ୍କର ବାସ୍ତବ ଅଭିମତକୁ ବୁଝିପାରେ ନା କି ଆଶୀର୍ବାଦର ଅଧିକାରୀ ହୋଇପାରେ ନା। ତେଣୁ ଈଶ୍ୱରଙ୍କ ବାକ୍ୟ କେବଳ ଶୁଣି ଯଦି ଆମେ ତାହାକୁ ବିଶ୍ୱାସରେ ଗ୍ରହଣ କରୁନା, ତାହେଲେ ଆମେ ଈଶ୍ୱରଙ୍କ ବାକ୍ୟ ଶୁଣିବା ବା ଅଧ୍ୟୟନ କରିବା ବୃଥା। କେବଳ ସେତିକି ନୁହେଁ, ଆମେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ନିଜେ ଉପକୃତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ତହିଁର ଅଂଶୀ କରାଇବା ଉଚିତ। ସେହି ସୁସମ୍ବାଦକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇ ସେମାନଙ୍କୁ ଈଶ୍ୱରଙ୍କ ଆଶୀର୍ବାଦ ତଥା ଅନୁଗ୍ରହର ଅଧିକାରୀ କରାଇବା ଉଚିତ। ତେବେ ଆଜି ପାଇଁ ଏଇଠାରେ ଆମେ ଏହି କାର୍ଯ୍ୟକ୍ରମ ସ୍ଥଗିତ ରଖିବା। ପ୍ରଭୁ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ। ପ୍ରିୟ ବନ୍ଧୁ, ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ଭଲ ଲାଗିଛି। ଆତ୍ମିକ ଭାବରେ ଏହା ଆପଣଙ୍କର ନିମନ୍ତେ ଆଶୀର୍ବାଦର କାରଣ ହୋଇଛି। ଆଜି ଆମେ ଏହି ବିଷୟରେ ଧ୍ୟାନ ଦେଲୁ ଯେ ପରମେଶ୍ୱର ଆଶ୍ଚର୍ଯ୍ୟ ଭାବରେ ଇଲିଶା ଭାଓବାଦୀଙ୍କୁ ବ୍ୟବହାର କଲେ। ଜିହୁଦା ଓ ଇସ୍ରାଏଲର ରାଜା ଯୁଦ୍ଧକୁ ଯିବା ପୂର୍ବରୁ ଭାଓବାଦୀଙ୍କୁ ପଚାରୁଥିଲେ, ଯଦି ଆମମାନେ ଯୁଦ୍ଧକୁ ଯିବୁ ସଫଳତା ପାଇବୁ କିମ୍ବା ନାହିଁ। ଯାହା ଈଶ୍ୱର କହୁଥିଲେ ସେହିପରି ସେମାନଙ୍କ ପ୍ରତି ଘଟୁଥିଲା। ଆମେ ଏହି କଥା ଦେଖିଲୁ ଯେ ଏଥିପାଇଁ ଭାଓବାଦୀ ଇଲିଶାଙ୍କ ପ୍ରତି ମଧ୍ୟ ବିପଦ ଥିଲା। ଅନ୍ୟ ରାଜାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଯୋଜନା କରୁଥିଲେ, କିନ୍ତୁ ଇଲିଶାଙ୍କର ଉତ୍ତର ଏହା ଥିଲା ଯେ ଭୟ କର ନାହିଁ, କାରଣ ସେମାନଙ୍କର ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କର ସଙ୍ଗୀଗଣ ଅଧିକ। କାରଣ ଇଲିଶା ଭାଓବାଦୀ ଜାଣିଥିଲେ ଈଶ୍ୱର ଆପଣା ଦୂତମାନଙ୍କ ଦ୍ୱାରା ଆଶୀର୍ବାଦ କରିବେ, ସୁରକ୍ଷା ପ୍ରଦାନ କରିବେ। ଆମେ କ'ଣ ସେହି ଈଶ୍ୱରଙ୍କଠାରେ ଭରସା ରଖିଛୁ କି ଯିଏ ଆମମାନଙ୍କୁ ସୁରକ୍ଷା କରିପାରନ୍ତି? କେବଳ ସେତିକି ନୁହେଁ, ସେ ଦୁର୍ଭିକ୍ଷ ସମୟରେ ସେ କୁଷ୍ଠୀ ଲୋକମାନଙ୍କର ମଧ୍ୟ ଯତ୍ନ ନେଇଥିଲେ। ଆମେ ସେ କଥା ମଧ୍ୟ ଆଜି ଚିନ୍ତା କଲୁ। ତେବେ ଆଜି ତ ଆମମାନଙ୍କର ଆଲୋଚନାର ସମୟ ସରି ଆସିଛି। ଆଗାମୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ତେବେ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, ପ୍ରାର୍ଥନା କରିବା। ପ୍ରଭୁ, ତୁମେ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର ଅଟ। ଛୋଟ ଛୋଟ ବିଷୟଗୁଡ଼ିକ ପ୍ରତି ମଧ୍ୟ ତୁମେ ମନ ଦେଉଥିବା ଈଶ୍ୱର ଅଟ, କାରଣ ତୁମେ ତୁମର ଲୋକମାନଙ୍କୁ ପ୍ରେମ କରୁଅଛ। ଆମମାନଙ୍କ ବିଷୟରେ ତୁମେ ମନୋଯୋଗକାରୀ। ତୁମେ ତ ଆମମାନଙ୍କର ମସ୍ତକର କେଶ ସବୁକୁ ମଧ୍ୟ ଗଣି ରଖିଛ। ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଛୁ, ତୁମର ପ୍ରେମ ପାଇଁ, ତୁମର ଯତ୍ନ ପାଇଁ, ତୁମର ସୁରକ୍ଷା ଏବଂ ସହାୟତା ପାଇଁ। ସବୁ ଗୌରବ ତୁମକୁ ଦେଇ ଏହି ପ୍ରାର୍ଥନା ନିବେଦନ ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତର ହେଲା ଏ କୁଷ୍ଠ। ଆଜିର ପ୍ରଶ୍ନଟି ହେଉଛି, ଜଣେ ଲୋକ କାଠ କାଟୁ କାଟୁ ତାର କ'ଣ ପାଣିରେ ପଡ଼ିଗଲା? ଏ ଛୁରୀ, ବି କାତି, ସି କୁରାଢ଼ୀ, ଡି ଖଣ୍ଡା। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা আমକୁ জଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ କନ୍ଧମାଳରୁ ରାଜକିଶୋର ନାୟକ ଓ ପରିବାର।